ସଂକ୍ରାନ୍ତି ଦିନ 14 ତାରିଖ ତାପରେ ଭୀଷ୍ମ ତାଙ୍କର ଦେହତ୍ୟାଗ କରିଛନ୍ତି, ତାଙ୍କର ଇଚ୍ଛା ମୃତ୍ୟୁ ଥିଲା। ତ ଭୀଷ୍ମ ଗୋଟେ ସୁନ୍ଦର ଶବ୍ଦ ସେ ନବମ ଅଧ୍ୟାୟରେ କହିଛନ୍ତି, ସଂଗ୍ରାମ କରି ଯେତେ ମଲେ ତା ମୁଖ ଦେଖି ଡରି ଗଲେ। ସଂଗ୍ରାମ କରି ଯେତେ ମଲେ ତା ମୁଖ ଦେଖି ଡରି ଗଲେ। କେନ୍ ସଂଗ୍ରାମ କରି କିଏ ମଲେ କାହାର ମୁଖ ଦେଖି ଡରି ଗଲେ ନା ମହାଭାରତ ଯୁଦ୍ଧରେ କୃଷ୍ଣ ଭଗବାନଙ୍କୁ ଦେଖି ଦେଖି ଯେନ୍ କୌରବ ପକ୍ଷର ଯୋଦ୍ଧା ମାନେ ମରି ଯାଇଛନ୍, ପ୍ରାଣ ତ୍ୟାଗ କରିଛନ୍, ସେମାନେ ତରି ଯାଇଛନ୍, ପାର ପାଇ ଯାଇଛନ୍, ମୋକ୍ଷ ପାଇ ଯାଇଛନ୍। ଏବଂ ଠିକ ସେ ସମାନ ଜିନିଷ ରାମାୟଣରେ ଦେଖିବେ। ଭଗବାନ ରାମଙ୍କୁ ଯେନ୍ ଅସୁର ମାନେ ଦେଖି ଦେଖି ଯୁଦ୍ଧ କରିଛନ୍, ପ୍ରାଣ ତ୍ୟାଗ କରିଛନ୍, ସେମାନେ ପାର ପାଇ ଯାଇଛନ୍। ରାମଚରିତ ମାନସରେ ଅଛି, ରାମକାର ଭয়ে ତିନକେ ମନ ମୁକ୍ତ ଭଏ ଛୁଟେ ଭଗବନ୍ଦନ। ଯେ ରାମମୟ ହୋଇଥିଲା ମାନସ ତାଙ୍କର, ବ୍ରହ୍ମପଦ ଲଭିଲେ ଯେ ତେଜିନ ଶରୀର।